ଓଡ଼ିଶା ଡ୍ରାଇଭର ମହାସଂଘ ବ୍ଲକ ଯୋଡ଼ା ଆଜି ଯୋଡ଼ା ବ୍ଲକରେ ଆମର ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ଭାଇ ଆମ ଗହରେ ଅଛନ୍ତି ଏବଂ ବହୁତ ଖୁସି ଲାଗୁଛି ଯେ ଭାଇଙ୍କର ସଂଘର୍ଷ ତ ଜାଣିଥିବେ ଗତ ଷ୍ଟ୍ରାଇକ୍ରେ ପୁଣି ଏଥିରେ ସମସ୍ତେ ଅବଗତ ମଧ୍ୟ ଅଛନ୍ତି ଆଉ ଅନୁରୋଧ କରିବି ଭାଇ ଉପଦେଶ ଆମେ ଯେତେବେଳେ ସଂଘ ଷ୍ଟାର୍ଟ କଲା ସେତେବେଳେ ଆମେ ବାର୍ତ୍ତା ରଖିଥିଲେ ଯେ ଆମର ସଂଘରେ ଆମେ କେହି ଦରମା ପାଉନାହାନ୍ତି ତାକୁ କିଛି ମିଳୁନି ଯେ ଆମେ ପରିଶ୍ରମ କଲେ ନିଜର ପରିବାରକୁ ଚଳୁ କିଛି ଏଥିରେ ଆଉ ନାହିଁ କିନ୍ତୁ ଗୋଟିଏ ଜିନିଷର ମାନେ ସବୁଠୁ ବଡ଼ କଥା ଗୋଟେ ଜିନିଷ ଯୋଉଟା ଭାଇଚାରା ଆମର ଯେଉଁ ଭାଇଚାରା ଅଛି ସେଇଟା କୋଉଠି ନାହିଁ ଓଡ଼ିଶା ଡ୍ରାଇଭର ମହାସଂଘର ଯେଉଁ ଭାଇଚାରା ଆଜି 30 ଜିଲ୍ଲା 30 ବ୍ଲକ ପ୍ରତ୍ୟେକ ପଞ୍ଚାୟତରେ ଯେଉଁ ଆମେ ଏକତା ଯେଉଁଟା ଗଲେ ଭାଇମାନେ ଠିଆ ହେଉଛି ସେଇଟା ଆଉ କେଉଁ ସଂଗଠନରେ ନାହିଁ ନା କି କୌଣସି ଭାଇ ହେଇପାରିବ ନାହିଁ ଆଉ ନିହାତି ଆମେ ହୁଏତ କିଛି ପାଦ ଆଗକୁ ଦେଇକି ଆଉ ମଧ୍ୟ ଆମ ଏକତ୍ରିତ ଆଗକୁ ଦେବା ଆଉ ଗତକାଲି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁଟାକି ଇଲେକ୍ସନ୍ ପରେ ଜିଲ୍ଲା ପରେ ଆମେ ସମର୍ଥନା କଲା ପରେ 1.5 ବର୍ଷ କାଳ ଆମେ ଦେଖା କରି ପାରିନଥିଲୁ ତ ତା ଭିତରେ କିଛି ରାଜନୀତି ହେଉଥିଲା ତ ସେଇଟା ଆମେ କାଲି କନସେପ୍ଟ କଲୁ ଆଉ ସାର୍ ବି ଆମକୁ କହିଲି ତୁମେ ଭୁବନେଶ୍ୱର ଆସ ଭୁବନେଶ୍ୱରରେ ଆମେ ବସିକି କଥା ହେଇକି ଯାହା ବି ତୁମର ସମସ୍ୟା ଅଛି ଆମେ ସମାଧାନ କରିବୁ ଆଉ ଯେଉଁଟା 70% ଆମର ଲୋକାଲ ମାଇଣ୍ଡ ସେଟା ଡିଗ୍ରୀ ପାଇଁ ସେଇଟା ପାଇଁ କାଲି କହିଛି ଯେ କମ୍ ଦିନ ଭିତରେ ତୁମର ଫାଇନାଲ୍ ରହିବ 70% କେମିତି ଲୋକାଲ